ଏତେ ଦିନ ପରେ ଗାଁ ହାଟରେ ପାଚିଲା ଆମ୍ବ ବିକ୍ରି ହେଉଥିବା ଦେଖି ମୋ ପାଟିରୁ ନାଳ ଗଡ଼ି ଯାଇଥିଲା। ହଁ ସାଙ୍ଗମାନେ ନମସ୍କାର, ମୁଁ ଆପଣଙ୍କର ମୟୂରଭଞ୍ଜ ଅନିଲ ଆଉ ଗୋଟେ ମୋର ମିନି ବ୍ଲଗକୁ ସ୍ୱାଗତ କରୁଛି। ସାଙ୍ଗମାନେ ଆଜି ମୁଁ ପହଞ୍ଚାଛି ଆମ ଗାଁ ହାଟରେ। ଆମ ଗାଁ ହାଟ ସପ୍ତାହରେ 2 ଦିନ ବସେ, ବୁଧବାର ଆଉ ଶନିବାର। ଯେହେତୁ ଆଜି ଶନିବାର ତେଣୁ ହାଟ ପୁରା ବହୁତ ଭିଡ଼ ଥିଲା। ଯେହେତୁ ଏବେ ଆମ୍ବ ସିଜିନ ଚାଲିଛି ସେଥିପାଇଁ ଗାଁ ହାଟରେ ମଧ୍ୟ ଆମ୍ବ ବିକ୍ରି ହେଉଥିଲା। ପାଚିଲା ଆମ୍ବ ସାଙ୍ଗକୁ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ବିକ୍ରି ହେଉଥିଲା। ଏବେ ଆମ ଅଞ୍ଚଳରେ ନଦୀ ନାଳ ଗୁଡ଼ିକ ଶୁଖି ଯାଇଥିବାରୁ ମାଛ ଧରିବାକୁ ପାଉନାହାନ୍ତି। ସେଥିପାଇଁ ଲୋକମାନେ ବୁଧବାର ଆଉ ଶନିବାର ହାଟ ହେଲେ ମାଛ ମାର୍କେଟରେ ଭିଡ଼ ଜମାଇ ଦେଇଥାନ୍ତି। ଆମ ହାଟରେ ଖାଲି ମାଛ ନୁହେଁ, ମାଂସ ଏବଂ ଶୁଖୁଆ ମଧ୍ୟ ମିଳିଯାଇଥାଏ। ମୁଁ ଯେଦିନ ବି ପରିବା ମାର୍କେଟକୁ ଯାଏ ଏଇ ଲୋକଟିକୁ ପ୍ରଥମେ ଦେଖିଥାଏ। ହଁ ସାଙ୍ଗମାନେ, ଏଇ ପାଚିଲା ଆମ୍ବ ଗୁଡ଼ିକ ଦେଖି ମୋ ପାଟିରେ ନାଳ ଗଡ଼ି ଯାଇଥିଲା। ଆମ ଅଞ୍ଚଳରେ ପନିପରିବା ଚାଷ କରିବା ପାଇଁ ପାଣିର ସୁବିଧା ନଥିବାରୁ ଲୋକମାନେ ଠିକ ସମୟରେ ପନିପରିବା ବାହାର କରିପାରୁନାହାନ୍ତି। ସେଥିପାଇଁ ଏବେ କମ ମୂଲ୍ୟରେ ପନିପରିବାକୁ ବିକ୍ରି କରିବାକୁ ପଡୁଛି। ପରିବା ମାର୍କେଟ ବୁଲି ସାରିଲା ପରେ ମୋତେ କିଛି ଖାଇବାକୁ ଇଚ୍ଛା ହେଲା। ହାଟକୁ ଗଲେ ମୁଁ ଯାହା ହେଲେ କିଛି ଖାଇକି ଆସେ। ସେଥିପାଇଁ ମୁଁ ଚାଲିଲି ପ୍ରଥମେ ବାବୁ ଭାଇଙ୍କର ଗଜାବୁଟ ଦୋକାନକୁ। ସେ ଗଜାବୁଟ ସାଙ୍ଗରେ ଘୁଗୁନି ଏବଂ ସିଝା ଅଣ୍ଡା ମଧ୍ୟ ବିକ୍ରି କରୁଥିଲେ। ବାବୁ ଭାଇଙ୍କ ଦୋକାନରେ ବହୁତ ଭିଡ଼ ଥିବାରୁ ମୁଁ ବାଞ୍ଛା ଭାଇଙ୍କ ଦୋକାନକୁ ଚାଲି ଯାଇଥିଲି ଘୁଗୁନି ଖାଇବାକୁ। ବହୁତ ଦିନ ପରେ ବାଞ୍ଛା ଭାଇଙ୍କର ଘୁଗୁନି ଦେଖିକି ପାଟିରେ ନାଳ ଗଡ଼ି ଆସୁଥିଲା। ଆମ ହାଟରେ 3-4 ଜଣ ଘୁଗୁନି ବିକନ୍ତି, କିନ୍ତୁ ବାଞ୍ଛା ଭାଇଙ୍କର ଘୁଗୁନି ସମସ୍ତଙ୍କଠାରୁ ସ୍ପେଶାଲ ହୋଇଥାଏ। ସେ ତାଙ୍କର ଘୁଗୁନିରେ ଚିକେନ ରସ ଟିକେ ପକେଇ ଦିଅନ୍ତି, ସେଥିରେ ତାଙ୍କର ସ୍ୱାଦ 100 ଗୁଣ ବଢି ଯାଇଥାଏ। ମତେ ତ ବାଞ୍ଛା ଭାଇଙ୍କର ଘୁଗୁନି ବହୁତ ବଢିଆ ଲାଗେ। ଯଦି ଆପଣ ଖାଇନାହାନ୍ତି ଥରେ ଆମ ହାଟକୁ ଆସି ବାଞ୍ଛା ଭାଇଙ୍କର ଘୁଗୁନି ଟେଷ୍ଟ କରିନେବେ। ଆମର এই ହାଟଟି ପ୍ରତ୍ୟେକ ବୁଧବାର ଓ ଶନିବାର ଦିନ 4ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବସିଥାଏ। କଳିଅଣ ପଞ୍ଚାୟତ, ଦେବଳା ପଞ୍ଚାୟତ ଏବଂ ପୋଡାଢିଆ ପଞ୍ଚାୟତ ଏହି 3ଟି ପଞ୍ଚାୟତ ମଧ୍ୟରୁ ସବୁଠାରୁ ବଡ ହାଟ ହେଉଛି ଏହି ହାଟଟି। ବୁଧବାର ଓ ଶନିବାରକୁ ଛାଡ଼ିଦେଲେ ଅନ୍ୟାନ୍ୟ ପର୍ବପର୍ବାଣୀ ଦିନରେ ସକାଳଠୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ହାଟ ବସିଥାଏ। ଆମର এই ଗାଁ ହାଟଟି ଗୋଟେ ଛୋଟ ମେଳା ସଦୃଶ ଲାଗିଥାଏ, କାରଣ ଏହି ହାଟରେ ବିଭିନ୍ନ ପ୍ରକାର ପନିପରିବା, ମାଛ, ମାଂସ ମିଳିବା ସହିତ ଏଠାରେ ଜୋତା ଦୋକାନ, ପୋଷାକ ଦୋକାନ, ଷ୍ଟେସନାରୀ ଦୋକାନ ଏବଂ ଯାବତୀୟ ମିଠା ଦୋକାନ ମଧ୍ୟ ଏଠାରେ ଷ୍ଟଲ ପକାଇ ବସିଥାନ୍ତି। ସେଥିପାଇଁ ମୁଁ ହାଟରୁ ଫେରିବା ବେଳେ ମୁଁ ଯାହା ହେଲେ କିଛି ଖାଇକି ଯାଇଥାଏ। ସେଥିପାଇଁ ଆଜି ଦେଖନ୍ତୁ ମୁଁ ପହଞ୍ଚି ଯାଇଛି ଗୁପଚୁପ ଦୋକାନରେ। ଗୁପଚୁପ ଦୋକାନରେ ପହଞ୍ଚୁ ପହଞ୍ଚୁ ଭାଇଙ୍କର ସେ ଘଟା ପାଣି ଆଉ ଆଳୁ ମସଲାର ପାଗ ଦେଖି ମୋ ପାଟିରୁ ନାଳ ଝରି ପଡିଥିଲା। ମୋ ପାଟିରୁ ନାଳ ଦେଖି ଭାଇ ଆଉ ରହିପାରିଲେ ନାହିଁ, ଧରେଇଦେଲେ ମୋ ହାତରେ ଗୋଟେ ଠୁଙ୍ଗା ଆଉ ଷ୍ଟାର୍ଟ ହେଇଗଲା ମୋର ଗୁପଚୁପ ଖାଇବା। ଆମ ହାଟରେ 10 ଟଙ୍କାରେ 7ଟି ଗୁପଚୁପ ଦିଅନ୍ତି। ଗୁପଚୁପ ଖାଇସାରିଲା ପରେ 2ଟି ପାମ୍ପୁଡି ଦିଅନ୍ତି, ଅର୍ଥାତ 10 ଟଙ୍କାରେ 9ଟି ଗୁପଚୁପ ମିଳେ। ତ ଆପଣଙ୍କ ଅଞ୍ଚଳରେ 10 ଟଙ୍କାରେ କେତୋଟି ଗୁପଚୁପ ଦିଅନ୍ତି କମେଣ୍ଟ ଜଣେଇବେ। ମୋ ଭାଇଙ୍କ ପାଖରେ ବେଶୀ ନୁହେଁ, ମାତ୍ର 10 ଟଙ୍କାର ଗୁପଚୁପ ଖାଇଲି ଆଉ ସେଇ 10 ଟଙ୍କାରେ ମୋ ମନ ପୁରା ଭରିଗଲା। ମୋ ଗୁପଚୁପ ଖାଇବା ଦେଖି କାହା କାହା ପାଟିରୁ ସତରେ ନାଳ ଗଡିଲା ଲାଜ ନ କରି କମେଣ୍ଟ ଜଣେଇବେ। ସାଙ୍ଗମାନେ ଆଜିର ମିନି ବ୍ଲଗଟି ଏଇଠି ଶେଷ କରିବା। ତ ଭିଡିଓଟି କେମିତି ଲାଗିଲା କମେଣ୍ଟ ଜଣେଇବେ। ଯଦି ଭଲ ଲାଗିଲା ଲାଇକ୍, କମେଣ୍ଟ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଦେଖା ହେବ ଆଉ ଗୋଟେ ବ୍ଲଗରେ। ରହୁଛି, ଧନ୍ୟବାଦ।